ଅପାସରା କାହାଣୀ। ତିତିର ଓ ବାଜ। ଦିନେ ତିତିର ଚଢ଼େଇଟିଏ ଭୂଇଁରେ ଚାଲୁଥିଲା ବେଳେ ବାଜଟାଏ ପାଖରେ ଓହ୍ଲାଇଲା। ମରଣ ଆସିଗଲା ଭାବି ତିତିର ଚଢ଼େଇ ଡରରେ ଥରି ଥରି ପାହାଡ଼ ଖୋଲରେ ଲୁଚିଗଲା। ଅପରନ୍ତୁ ବାଜ ତାକୁ ଆକ୍ରମଣ କରିବାକୁ କୌଣସି ଉଦ୍ୟମ କଲା ନାହିଁ। ବରଂ ତାକୁ କଅଁଳେଇ କହିଲା, ହସମୁହାଁ ସୁଢ଼ଲ ଚଲା ତିତିର ଚଢ଼େଇ, ଖୋଲରୁ ବାହାରି ଆସି ମୋ ସହ ସଂଘାତ ବସ। ତିତିର ଚଢ଼େଇ କହିଲା, ଖାନଦାନୀ ଚୋଠା, ତୋଷାମଦି ଓ କପଟ ବନ୍ଧୁତା କଥା କହ ନାହିଁ। ମୁଁ କ'ଣ ଜାଣେ ନା, ଏଇନେ ତୁ ମୋ ଜାତି ଭାଇରୁ ଜଣକୁ ଖାଇଛୁ। କିନ୍ତୁ ବାଜ ତା ସନ୍ଦେହ ଦୂରେଇବାକୁ ଚେଷ୍ଟା କରି କହିଲା, ମାନୁଛି, ଏପର୍ଯ୍ୟନ୍ତ ମୁଁ ତିତିର ଚଢ଼େଇକୁ ଶିକାର ମିଳୁଥିଲି। ମାତ୍ର ତୋତେ ପାହାଡ଼ ଉପରେ ଏଡ଼େ ବାଗରେ ଚାଲିବା ଦେଖି ତୋ ସାଙ୍ଗ ହବାକୁ ମନ ବୋଲୁଛି। ଯଦି ତୁ ଆସି ମୋ ସହ ବସାରେ ରହୁ, ତେବେ ଅନ୍ୟ ବାଜଙ୍କ କବଳରୁ ତୋତେ ନିଶ୍ଚୟ ରକ୍ଷା କରିବି। ଆଉ ଗୋଟାଏ ତିତିର ଚଢ଼େଇ ଆଣି ତୋତେ ବାହା କରାଇଦେବି। ନିରାପଦରେ ଥାଇ ତିତିର ଚଢ଼େଇ କହିଲା, ଯଦି ବି ତୁ ସତ କହୁଥାଉ, ମୁଁ ଜାଣେ ପକ୍ଷୀରାଜାଙ୍କ ଭିତରେ ତୁ ଜଣେ ରାଜା, ଆଉ ମୁଁ ସାଧାରଣ ତିତିର ଚଢ଼େଇ। ଧର ଦିନେ ମୁଁ ତୋତେ ଅସନ୍ତୁଷ୍ଟ କଲି, ତୁ କ'ଣ ସହସା ମୋତେ ବିଦାରି ଖଣ୍ଡ ଖଣ୍ଡ କରି ପକାଇବୁ ନାହିଁ? ତଥାପି ବାଜ ତା ବନ୍ଧୁତାର ଦ୍ୱାହି ଏମିତି ବଖାଣିଲା ଯେ ଶେଷରେ ଖୋଲରୁ ବାହାରି ଆସିଲା ତିତିର ଚଢ଼େଇ। ବାଜ ଅତି ଖୁସି ହୋଇ ଗେହ୍ଲାରେ ତାକୁ କୋଲେଇ ପକାଇ ତା ବସାକୁ ନେଇଗଲା। ଅନେକ ଦିନ ଯାଏ ସେମାନେ ସୁଖରେ ରହିଲେ। ଦିନେ ବାଜଟି ବାଧିକାରେ ପଡ଼ିଲା। ଦିନମାନ ସେ ବସାରେ ରହିବାକୁ ବାଧ୍ୟ ହେଲା। ଆହାର ପାଇଁ ପଦାକୁ ଯାଇ ପାରିଲା ନାହିଁ। ରାତି ବଢ଼ିବାରୁ ତାକୁ ବେଶୀ ଭୋକ କଲା। ତାର ଲୋଭିଲା ଆଖି ତିତିର ଚଢ଼େଇ ଉପରେ ଲାଖି ରହିଲା। ଶେଷରେ ସେ ତିତିର ଚଢ଼େଇ ସହ କଜିଆ କଲା। ଏଇଟା ଭଲ ହେଉନି। ବାଜ ହଠାତ୍ ଝିଙ୍କାରି ହୋଇ କହିଲା, ମୁଁ ଏଠି ଖରାରେ ସିଝିବି, ଆଉ ତୁ ଛାଇରେ ଆରାମ କରିବୁ। ତିତିର ଚଢ଼େଇ ବସାର ଗୋଟିଏ କୋଣକୁ ଆହୁରି ଜାକି ହୋଇଗଲା। ହେ ପକ୍ଷୀରାଜ, ସେ ଧୀରେ କହିଲା, ରାତିରେ ଖରା ଯୁଆଡ଼ୁ ଆସିଲା, ଜ୍ୱର ଯୋଗୁଁ ତୁମକୁ ଗରମ ଲାଗୁଛି। ବାଜ ପ୍ରତିବାଦ କଲା, ଦୁଦୁ, କ'ଣ କହିଲୁ? ମୋ କଥା ମିଛ? ସେଥିପାଇଁ ଶାସ୍ତି ପାଇବୁ। ଏତିକି କହି ସେ ତିତିର ଚଢ଼େଇ ଉପରକୁ କୁଦି ପଡ଼ି ତାକୁ ବିଦାରି ଖଣ୍ଡ ଖଣ୍ଡ କରି ଗଲା।